ମୋ ନାଁ ଶଙ୍କର ପ୍ରସାଦ ବକ୍ସି ବକ୍ସି ସାହି। ହଁ ଆମର ତ ହିନ୍ଦୁ ଧର୍ମରେ ବିଶେଷ କରିକି ଆମର ଦକ୍ଷିଣ ଓଡ଼ିଶାରେ ଚୈତ୍ର ମଙ୍ଗଳବାରକୁ ଆମେ ଅତି ନିଷ୍ଠାର ସହିତ ପାଳନ କରୁ ଏବଂ ଆଜି ଯେହେତୁ ଶେଷ ମଙ୍ଗଳବାର ତେଣୁ ପ୍ରତ୍ୟେକ ଠାକୁରାଣୀ ମନ୍ଦିରରେ ଲୋକ ବିଶ୍ୱାସର ସହିତ ଆସିକି ଏଠି ନିଜର ପୂଜା ଅର୍ଚ୍ଚନା କରନ୍ତି ନିଜ ପାଇଁ ନିଜ ପରିବାର ପାଇଁ ଏବଂ ସମାଜ ପାଇଁ। ତେଣୁ ଏହି ବିଶ୍ୱାସ ସବୁବେଳେ ଆମ ଭିତରେ ରହିଛି ଏବଂ ବିଶେଷ କରିକି ମା ମାଣିକେଶ୍ୱରୀଙ୍କ ପାଖରେ ମୁଁ ତ ମାନେ କହିପାରୁନି ବହୁତ ଆଗରୁ ମୁଁ ଆସେ ବହୁତ ଛୋଟବେଳୁ ମୁଁ ଆସେ ମାଣିକେଶ୍ୱରୀଙ୍କ ଉପରେ ବହୁତ ବିଶ୍ୱାସ ଏବଂ ମାଣିକେଶ୍ୱରୀ ମଧ୍ୟ ମୋତେ ବହୁତ ଆଶୀର୍ବାଦ କରିଛନ୍ତି। ତେଣୁ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ମାଆଙ୍କର ଆଶୀର୍ବାଦ ନେବା ପାଇଁ ଚୈତ୍ର ମଙ୍ଗଳବାରରେ ହୃଦୟର ସହିତ ଆସି ପୂଜା କରନ୍ତୁ ଆରାଧନା କରନ୍ତୁ। ମୁଁ ହେଉଛି ଶ୍ୟାମ ସୁନ୍ଦର କନ୍ତା କାଳିଆ ଭାଇ ପାରଳାଖେମୁଣ୍ଡି ନିବାସୀ। ଆଜି ପବିତ୍ର ଚୈତ୍ର ମଙ୍ଗଳବାର ପାଳନ କରାଯାଉଛି। ଆପଣ ଜାଣନ୍ତି ପାରଳାଖେମୁଣ୍ଡିରେ ଯେତିକି ଶକ୍ତିପୀଠ ରହିଛି ସବୁଠାରେ ମହା ଆଡ଼ମ୍ବରରେ ଏ ଚୈତ୍ର ମଙ୍ଗଳବାର ଉତ୍ସବ ପାଳନ କରାଯାଉଛି। ଶହ ଶହ ଭକ୍ତ ସକାଳଠାରୁ ଲମ୍ବା ଧାଡ଼ିରେ ମାଆଙ୍କର ଦର୍ଶନ ପାଇଁ ଉତ୍ସୁକ ରହି ଭକ୍ତି ଭରା ପରିବେଶରେ ମାଆଙ୍କର ପୂଜା ଅର୍ଚ୍ଚନା ସବୁ ଚାଲିଛି। ଆଉ ଏହା ପାରଳାଖେମୁଣ୍ଡିର ପୁରୁଣା ପରମ୍ପରା। ଶୀତଳ ଦେବା ବିଧିରେ ସମସ୍ତେ ଘରୁ ମାଆଙ୍କ ପାଇଁ ମୁଆଁ ପଣା ଜାଇ ମୁଗ ଗୁଡ଼ ହଳଦୀ ପାଣି ଏସବୁ ପ୍ରତ୍ୟେକ ମନ୍ଦିରରେ ଚଢ଼ାନ୍ତି ଏବଂ ତାଙ୍କର ପରିବାରର ମଙ୍ଗଳ ପାଇଁ ଏବଂ ଦେଶର ମଙ୍ଗଳ ପାଇଁ ମାଆଙ୍କ ପାଖରେ ସବୁବେଳେ ପ୍ରାର୍ଥନା କରନ୍ତି। ଏହା ଆମର ଦକ୍ଷିଣ ଓଡ଼ିଶାରେ ବିଶେଷ କରି ପାରଳାଖେମୁଣ୍ଡିରେ ମହା ଆଡ଼ମ୍ବର ସହ ପାଳନ କରାଯାଏ। ଆପଣମାନେ ଦେଖୁଥିବେ ଲୋକମାନଙ୍କର ହର୍ଷ ଉଲ୍ଲାସ ଯେମିତି ଚାଲିଛି। ଏହା ମାଆଙ୍କର ଯେଉଁ ଶକ୍ତିପୀଠ ମାଆଙ୍କର ଆଶୀର୍ବାଦ ପ୍ରାପ୍ତ କରିବା ପାଇଁ ସମସ୍ତେ ଏହାକୁ ମହା ଆଡ଼ମ୍ବରରେ ପାଳନ କରନ୍ତି। ମୁଁ ଡକ୍ଟର ରଶ୍ମିତା କୁମାରୀ ପାତ୍ର। ଆଜି ଚୈତ୍ର ମଙ୍ଗଳବାରରେ ମା ମାଣିକେଶ୍ୱରଙ୍କ ପାଖରେ ଭକ୍ତ ସମାଗମ ରହିଛି। ଆଜି ଚୈତ୍ର ଶେଷ ମଙ୍ଗଳବାର ଚତୁର୍ଥ ମଙ୍ଗଳବାର ପାରଳାଖେମୁଣ୍ଡି ଆଜି ଚୈତ୍ର ମଙ୍ଗଳ ପାଇଁ ଚଳଚଞ୍ଚଳ। ମାଣିକେଶ୍ୱରୀ ପୀଠ ମଧ୍ୟ ଆଜି ଚଳଚଞ୍ଚଳ। ମାଣିକେଶ୍ୱରୀ ହେଉଛନ୍ତି ପାରଳା ଗଜପତି ମହାରାଜାଙ୍କର ଆରାଧ୍ୟ ଦେବୀ। ମା ମାଣିକେଶ୍ୱରୀ ଏହି ମନ୍ଦିରରେ ପୂଜା ପାଇବା ପୂର୍ବରୁ ରାଜନମ୍ବର ମନ୍ଦିରରେ ପୂଜା ପାଉଥିଲେ, କିନ୍ତୁ ସମୟକ୍ରମେ ମା ଏଠି ପାରଳାର ଆରାଧ୍ୟ ଦେବୀ ଭାବରେ ପୂଜା ପାଇ ଆସୁଛନ୍ତି। ପାରଳାର ଆଉ ଏକ ବୈଶିଷ୍ଟ୍ୟ ହେଉଛି ଗଜାମୁହାଁ, ଯାହା କେବଳ ଓଡ଼ିଶା କାହିଁକି ଓଡ଼ିଶା ବାହାରେ ମଧ୍ୟ ଏହି ଗଜାମୁହାଁ ପାରଳା ମାଟିର ମହତ୍ତ୍ୱକୁ ଏବଂ ଗଜାମୁହାଁକୁ ସମଗ୍ର ବିଶ୍ୱ ଦରବାରରେ ମଧ୍ୟ ପରିଚିତ କରିପାରିଛି। ଆଜି ପାରଳାର ବିଭିନ୍ନ ସାହିରେ ଏହି ଗଜାମୁହାଁ ଉଠିବ। ରାତ୍ରି ସାରା ଶ୍ରଦ୍ଧାଳୁ ଭକ୍ତମାନେ ଦେବୀଙ୍କ ଭକ୍ତମାନେ ସମଗ୍ର ପାରଳାରେ ଗଜାମୁହାଁକୁ ମୁଣ୍ଡରେ ଧାରଣ କରି ଭ୍ରମଣ କରିବେ। ଏ ହେଉଛି ପାରଳାର ଏକ ସ୍ୱତନ୍ତ୍ର। ଗଜାମୁହାଁ ପାଇଁ ଶେଷ ମଙ୍ଗଳବାରଟି ପାରଳାରେ ଭାରି ଜାକଜମକ ଚଳଚଞ୍ଚଳ ହୋଇଥାଏ।